ଆଜି କ'ଣ ରୋଷେଇ ହେଇଛି? କିଛି ରୋଷେଇ ହେଇନି। ହଁ ଆଜି ସକାଳେ ତ ଦହିବରା ଖୁଆଇ ଦେଇଛ ଆଉ କାହିଁ ରୋଷେଇ କରିବ? ହଁ ସତ କଥା ନୁହଁ କି? ହଁ। ଗୋଟେ ଟାଇମ୍ ଖାଇଲେ ଭଲ, ଗୋଟେ ଟାଇମ୍ କିଛି ଖାଇବନି, ଉପାସରେ ଖାଇବ। ଆଉ ତମେ ନହେଲେ ସେୟା କର, ଗୋଟେ ବକ୍ତ ଖାଇଦେଇକି 4 ବକ୍ତ ଏମିତି ଶୋଇପଡ଼ ପାଣି ପିଇକି, ନା କ'ଣ ବୋଉ? ଏମିତି ତାହେଲେ ମୋ ପାଇଁ ଭଲ। ହଁ, ତମର କ'ଣ ଯାଉଛି? ମୁଁ ଆରାମରେ ଶୋଇଯିବି। ଶୋଇପଇଲେ ସଇଲା ତମର ଚିନ୍ତା ମୁକ୍ତ ଆଉ। ନିଦ ଭାଙ୍ଗିଲେ ଯାହା ଥବ ତାହା ଖାଇଦେବି। 4-6ଟି ଆମ୍ବ ପେଟରେ ପଡ଼ିଗଲେ ତମେ ଆଉ କାହାକୁ ଚିହ୍ନୁଛ? ତମେ ଆଉ କାହାକୁ ଚିହ୍ନୁନ। ହଉ ତାହେଲେ ଆଜି ଆମର ଗରମ ଭାତକୁ ଆଜି କ'ଣ ହେଇଛି? କିଛି ହେଇନି। ଏଇଟା କୋଉ ଡାଲି ବୋଉ କରିଛ? ଆଜି କୋଳଥ ଡାଲି। କୋଳଥ ଡାଲି? କୋଳଥଟା ମଝିରେ ମଝିରେ ଖାଇବା କଥା ପେଟ ପାଇଁ। ଏମିତି କ'ଣ ଦେଖାଯାଉଛି କଳା କଳା? ସେ ଡାଲି ଏମିତି ଦେଖାଯିବ। ନାଇଁ ଏଟା ଟିକେ ଟିକେ ଚୋପା ରହିଛି ତ ଟିକେ ମାଟିଆ ମାଟିଆ ଦେଖାଯିବ। ଏଇ ଡାଲିଟା ଏମିତି ଦେଖାଯିବ। ହଉ କୋଳଥ, ତାପରେ ଏଇଟା ଶାଗ ଭଜା ହେଇଛି। ଏଟା କୋଉ ଶାଗ? ଏଟା 10 ପ୍ରକାର ମିଶିଥିଲା ବୋଧେ। ନା ମ ବାମ୍ବେଡା ଶାଗ, ପୁରୁଣି ଶାଗ ଦିଟା, ଆଉ କୌଣସି ଶାଗ ମିଶିନି। ଆଚ୍ଛା, ତାପରେ ସେପଟଟା କ'ଣ ରହିଲା? ରାଇ ହେଇଛି ଆଉ। ଜହ୍ନି, ଆଳୁ, ଖଡା, ପଣସ ମଞ୍ଜି। ଆଚ୍ଛା ଆଚ୍ଛା, ରେଡି। ଅମୁଲ ପକେଇଛ ତ? ଏଇଟା ତ ଆମର ଫଟା ମୋଟା ବାସନ। ଆଜ୍ଞା ଏଗୁରା ଆମ ଘରେ ସବୁବେଳେ ପାଇବେ, ସବୁଠି ପାଇବେ। ସେ ଚଳିବ। 6 ମାସ ହେଲାଣି କହୁଛନ୍ତି ବଦଳେଇକି ଆଣିବେ ବୋଲି। ଯାଉଛି କେତେବେଳେ ଖରା ତ ହଉଛି। ଖରା କମିଲେ ତାପରେ ତାପରେ ଆଉ କିଛି ହେଇନି। ଇଏ ସିଝା ସିଝି ଚକଟା ଚକଟି ଗୋଟେ ହବ ପାଗ। ଗୁରୁବାର ଆଜି ନା। ଆଳୁ ସିଝା, ଇଏ ଆମ୍ବ ଆଉ ସାଲାଡ। ସାଲୁଟ। ଆଉ ଭର୍ତ୍ତା ତ କହିଲି ଯେ ମନା କଲ, କହିଲ ଚକଡିକି ଖାଇବ ବୋଲି ଆଉ। ଠିକ ଅଛି, ତାହେଲେ କୋଳଥ ଡାଲି ରେଡି ରେଡି। ବାପାଙ୍କର ମୋର ତ ଷ୍ଟୋନ ହେଇକି ସରିଗଲାଣି, ଆମର ଷ୍ଟୋନ ହେବାର ନାହିଁ। ତମେ 2 ଜଣ ଖାଅ, ତମେ କୋଳଥ ଡାଲି ଖାଅ, ତମ ପେଟରେ ଯାହା ଷ୍ଟୋନ ଫୋନ ଅଛି ସବୁ ଖସିବ। ତମେ ମାନେ ବି ଖାଇବା କଥା। ନାଇଁ ମୋର ଗୋଟେ ଷ୍ଟୋନ ଖସିଛି, ଆଉ ଗୋଟେ ଷ୍ଟୋନ ଅଛି, କାଳେ ଆଗକୁ କିଡନୀ ଫିଡନୀ ଷ୍ଟୋନ ବାହାରି ପଡିବ। ସେଇଟା ଆଜିଠୁ ଖାଇଲେ ହିଁ ସଫା ହେଇଯିବ। ତମେ ଜଣେ ବେଶୀ ଖାଅ କୋଳଥ ଡାଲି। ହଁ, ସିଏ ବେଶୀ ଖାଇବ, କାରଣ ସେ ବହୁତ ମୋମୋ ଖାଉଛି, ତା ପେଟରେ ସବୁ ଜାକି ହେଇକି ଥିବ। ନାଇଁ ଆଉ ଖାଉନି। ଆଉ ଖାଉନି, ତାମାନେ 4 ଦିନ ବନ୍ଦ ହେଲେ ସେ ଆଉ ଖାଉନି। ହଉ ତମର ଗୋଟେ ଫଟୋ ଉଠେଇବାକୁ ପଡିବ, ଗୋଟେ ଫଟୋ ଉଠେଇ ଚେକ୍ କରିବାକୁ ପଡିବ ଷ୍ଟୋନ ହେଇଛି ନା ନାଇଁ।